କାଲି ଆସିଥିଲେ ଆମ ଘରକୁ କିଏ ଭାଇ କଣ ନା ଭାଇ ସୋନୁ ଆସିଥିଲେ ଆଉ ଆମେ ବାଙ୍ଗାଲୋରରେ ଥିଲୁ ତ ମିଶିକି ଥିଲୁ ଭାଇ ଭଉଣୀ ହିସାବରେ ଥିଲୁ ଆଉ ତ କାଲି ଆସିଥିଲେ କେବେ ଆସିଥିଲେ ମୁଁ ଜାଣିନି କାଲି ଆସିଥିଲେ ତ ମୁଁ ଆନନ୍ଦ ବଜାରରେ ଭେଟ ହେଇଥିଲା ଭାଇ ଆସିଛ କି ଭଲ ମନ୍ଦ କଥା ହେଲୁ ତାପରେ ଘରକୁ ଆସୁନ ଭାଇ ଘରକୁ କାର ହଉ ଆସିବେ ପିଲାଙ୍କୁ ଦେଖିକି ଯିବି କହି ଆସିଲେ ପିଲାମାନଙ୍କ ପାଇଁ ଏଇଟା ସେଟା ଖୋଜା ମିଶ ସବୁ ଆଣିଲେ ତାପରେ ଖାଇଲେ ପିଇଲେ ଦିନ ବେଳେ 4ଟା 5ଟା ବେଳେ ଗଲେ ତ ଘରକୁ ଯାଉଛୁ କହିକି ଯିବା ଲୋକ ସେ କେତେବେଳେ ଆସିକି ଏବେ ଦିନ ବେଳେ 10 ସାଢ଼େ 10ଟା ବେଳେ ଆସିକି ପିଲାକୁ ନେଇଛନ୍ତି ମୋ ବଡ ପୁଅ ସେ ତ ଖେଳୁଥିଲେ ମୋ ବଡ ପୁଅ ଆସିକି କହିଲା ଯେ ମମି ପୁଅକୁ ସେ ମାମୁଁ କାଲି ଯୋଉ ଆସିଥିଲେ ସେ ମାମୁଁ ନେଇକି ଗଲେ ତ ମୁଁ ସାଙ୍ଗେ ସାଙ୍ଗେ ଫୋନ କଲି ଆଉ ଭାଇ କୁଆଡେ ଅଛ ମୁଁ କହିଲେ ମୁଁ ମାର୍କେଟରେ ଅଛି ମୁଁ ମାର୍କେଟ ତ ଖରା ହେଲାଣି ଆଉ ପିଲାକୁ ଗାଧାଇ ଦେବି ବୋଲି ଶୁଆଇବି ସେ ଏବେ ଉଠିଛି ଆଉ କିଛି ଖାଇଛି ଆଉ ଗାଧା ବେଧା କରି ଖାଇ ପିଇକି ସେମାନଙ୍କୁ ଶୁଆଇବି ମୋ ବଡ ପୁଅର ବି ସ୍କୁଲ ବାଟ ଅଛି କହିବାରୁ ସେ କହିଲେ ହଉ ଠିକ ଅଛି ଆସୁଛି କହିଲେ ଆଣିଦେବି ଆଉ ତାପରେ ଏମିତି ହେଇକି 10 15 ମିନିଟ୍ ପରେ କହିଲେ କି ହଉ ମାର୍କେଟ ଅଛି ବାଟ ଜାଣୁନାହିଁ ଏଇ କରୁନାହିଁ ମୁଁ ଆଡ୍ରେସଟା ପାଉନାହିଁ କହିକି ମତେ ଦୁନିଆ ଝାମଲା କଥା କହିଲେ କହିବାରୁ ମୁଁ କହିଲି ଆରେ କୁଆଡେ ତମେ ଯଦି କହୁନ କାହାକୁ ଦିଅ ମୁଁ କଥା ହେବି ମୋ ପିଲାକୁ ମୁଁ ନେଇ ଆସିବି କହିଲେ ସେଇଟା ବି କହିଲେ ନାହିଁ ତାପରେ ସେମିତି ହେଇକି କେତେ ଟାଇମ କଥା ହେଲା ପରେ ମୁଁ ତାଙ୍କର ବାପାକୁ କହିଲି ତାଙ୍କ ବାପାକୁ ଫୋନ କଲି ତା ବାବାର ଫୋନ ଉଠେଇଲିନି ଯେତେବେଳେ କି ଆଉ ମୁଁ ଆଉ ଥରେ ଫୋନ କରି କହିଲି ଆଉ ଭାଇ ମତେ ପିଲା କେତେବେଳେ ଆଣିଦବ ଆଣିଦିଅ ଆଉ ଆଣିଦେଲେ କି ମୋ ପିଲାକୁ ଏତେ ଟାଇମ ଖରା ହେଲାଣି ଗଧେଇବି ହଉ ଠିକ ଅଛି କହି ତ ଫୋନ ସୁଇଚ ଅଫ୍ କରି ରଖିଲେ ଆଉ ଫୋନ ରିସିଭ କଲେନି କି ସୁଇଚ ଅଫ୍ ପୁରା ଫୋନ ସୁଇଚ ତ ସନ୍ଦେହ କେମିତି ହେଲା ସନ୍ଦେହ କେମିତି ହେଲା ଯେ ମୋ ବଡକୁ ଦେଖିଥିଲା କହିଲା କି ସେ ମାମୁଁ ହିଁ ନେଇକି ଯାଇଛନ୍ତି କଣ ସନ୍ଦେହ ହେଲା ଯେତେବେଳେ ସେ ଫୋନ ଉଠେଇଲେନି ସେ ସନ୍ଦେହ ହେଲା ମୁଁ ଭାବିଲି କି ସେ ବୋଧେ କଣ ପ୍ଲାନ ରେ ମତେ ବ୍ଲାକମେଲ କରିବା ପାଇଁ ନଉଛି ନା ମୋ ପିଲାକୁ କଣ କରିଦବ ମୋର ସେ ଗୋଟେ ସନ୍ଦେହ ତାଙ୍କ ସହିତ କେମିତି ଚିହ୍ନା ପରିଚୟ ଆମେ ବାହାରେ ବାଙ୍ଗାଲୋରରେ ଥିଲୁ ସେତେବେଳେ ଭାଇ ଭଉଣୀ ହିସାବରେ କଥାବାର୍ତ୍ତା ତାପରେ କଣ ଆପଣ ପୁଲିସକୁ ଜଣେଇଲେ ପୁଲିସକୁ ଜଣେଇଲି ଏଥିପାଇଁ ଯେ ମୁଁ ପୁରା ଦୁନିଆ ମତେ ଏଇଠି ଅଛି ସେଇଠି ଅଛି ଏ ପାଖରେ ଅଛି ସେ ପାଖରେ ଅଛି ଦୁନିଆ ସାରା ବୁଲେଇଲେ ହେଲେ ବି ବୁଲେ ନାହିଁ 10:30ରୁ 11ଟା 12ଟା ଘଣ୍ଟେ 2ଟା 3ଟା 4ଟା 5ଟା ବି ଜଗିଲୁ ସାର୍ ଏତେ ଟାଇମ ହେଲା ତାପରେ ମୁଁ ତାଙ୍କ ବାବାକୁ କହିଲି ଚାଲ ଆମେ କିଛି ଗୋଟେ ଉପାୟ କରିବା ତ ଆମେ ସେ ଡ୍ୟୁଟିରେ ଆସିଲେ ଯେତେବେଳେ ତା ସହିତ ପୁରା ବୁଲିଲୁ ଲାଗୁଛି କି ଏମାନେ ଏମିତି ପିଲା ଅପହରଣ କରି ନେଇ ବାହାରେ ବିକନ୍ତି ନା କଣ ସନ୍ଦେହ ମାନେ ସେ ମତେ ବ୍ଲାକମେଲ କରିବା ପାଇଁ ନେଇଥିଲେ କଣ ବୋଲେ ତୋ ପିଲାକୁ ଦେବିନି କଣ ଏଇଟା ସବୁ କହିଥିଲେ ଟଙ୍କା ମାଗିଥାନ୍ତେ କି କଣ ସେଟା ତାଙ୍କ ଉପରେ ରହିଲା ତ ଆମେ ଆସି ବୁଲିଲୁ ତ ଆଉ କିଛି ଉପାୟ ହେଲା ନାହିଁ ଆମେ ପୋଲିସ ଷ୍ଟେସନ ଛଡା ଆଉ ଆମର କିଛି ସାହାରା ନାହିଁ ତ ଆମେ ଆସିଲୁ ସାରଙ୍କୁ ଜଣେଇକି ସାର୍ ଆଜ୍ଞା କୋଅପରେଟ କରିକି ପୋଲିସ ସବୁ ଆସିକି ଖୋଜାଖୋଜି କରିକି ବାହାର କରିଦେଲେ ଆମେ ଏମିତି ଜଣେ ଅଚିହ୍ନା ବ୍ୟକ୍ତିକୁ ଆପଣ ଘର ଭାଇ କଲେ କଣ କହିବେ କଣ ଶାସ୍ତି ଦରକାର ସାର୍ ତାଙ୍କର କଣ ପାଇଁ ନେଇଥିଲେ ସେଟା ଖାଲି ପଚାରିଲେ କୋଉ ଉଦ୍ଦେଶ୍ୟ ପାଇଁ ନେଇଥିଲେ ଶିଶୁଟି ନେଇକି ବିକିଥାନ୍ତା ତାର କିଡନୀ ବିକିଯାଆନ୍ତା ଏବେ ଆପଣଙ୍କ ଶିଶୁଟି ଉଦ୍ଧାର ପାଇଲା ମା କଣ ଶଙ୍କା ଯେତେବେଳେ ପୁଅଟି ମା କୋଳରୁ ଚାଲିଯିବ 4-5 ଘଣ୍ଟା ବାହାରେ ତାଙ୍କର ତ ସେମିତି କିଛି ନାହିଁ ଏତେ ଭଲ ତାଙ୍କର ବହୁତ ଭଲ ହେଲେ ସେ କୋଉ ଦେଶରେ ସେଟା ମୁଁ ଜାଣିନି ତାଙ୍କର ବହୁତ ଭଲ ଏବେ ବି ଆପଣ କହୁଛନ୍ତି ଭଲ କହୁଛନ୍ତି ହଁ ସାର୍ ତାଙ୍କେ ଆଗରୁ ବି ଭଲ ଆମକୁ ସେ ବାହାରେ ଥିଲେ ଯେତେବେଳେ ଆମକୁ ହେଲ୍ପ କରନ୍ତି ଚୋରି କରି ନେଇଥାନ୍ତା ଆପଣ ଭଲ ବିଶ୍ୱାସ କରୁଥିଲେ ଏବେ ବି ଆପଣ ଭଲ କହୁଛନ୍ତି ଏବେ ବି ଭଲ କହୁଛନ୍ତି ସେ ଭଲ ତ କହୁଥିଲି ସାର୍ ଏବେ ମତେ ଯୋଉ ବ୍ୟବହାର ଦେଖେଇଲେ ମତେ ଆଉ ଭଲ ଲାଗୁନି କଣ ଲାଗୁଛି ବ୍ୟବହାର ମୋ ପିଲାକୁ ସେ କିଡନାପ କୋଉ ହିସାବରେ ନେଇକି ଗଲେ କୋଉ ହିସାବରେ ନେଲେ ହେଲେ ମତେ କଣ ବ୍ଲାକମେଲ କରିଥାନ୍ତେ ମତେ ସେଥିପାଇଁ ଟିକେ ରାଗ ଲାଗୁଛି କିଛି ଭୁଲ ଥିଲା କି ଆଗରୁ ଯୋଉଥିପାଇଁ ବ୍ଲାକମେଲ କରିଥାନ୍ତେ ନା ଏବେ କଣ ଚାହୁଁଛନ୍ତି ଗୋଟେ ପିଲା ଆପଣ ତାଙ୍କର କହୁଛି ଗୋଟେ ଦଣ୍ଡ ଦେବା ନିହାତି